नमस्कार जय जगन्नाथ आम चैनल को आपण मानकु बहुत बहुत स्वागत। गणेश पूजा दिन चुपचाप दुब घासर एही उपाय गुड़िक पालन करिनेले आपणकर समस्त मनोकामना तुरंत पूर्ण हेब। आपणक जीवन रे धन आगमनर नूतन मार्ग खोलीजिब। आपणक गृहरे खुशीर लहरी खेली उठिब। तेबे चालंतु दुब घासर किछि उपाय विषय जानिबा। ଯେଉଁ ଉପାୟ ଗୁଡ଼ିକ ଆପଣଙ୍କୁ ଧନବାନ ହେବାରେ ସାହାଯ୍ୟ କରିବ। ଏହି ଦୁବ ଘାସ ସହିତ ଆପଣମାନେ ଭଲ ଭାବରେ ପରିଚିତ ଥିବେ, କାରଣ ଏହି ଦୁବ ଘାସଟି ଆମର ବାଡ଼ି ବଗିଚା ବିଲ ସବୁଠାରେ ଦେଖିବାକୁ ମିଳେ। ମାତ୍ର 99% ଲୋକ ଏହି ଦୁବ ଘାସର ଚମତ୍କାରୀ ଗୁଣ ବିଷୟରେ ଜାଣିନଥାନ୍ତି। ଏହି ଦୁବ ଘାସ ଟଙ୍କାକୁ ଚୁମ୍ବକ ପରି ଆକର୍ଷଣ କରିଥାଏ। ଯେପରି ଚୁମ୍ବକ ଲୁହାକୁ ଆକର୍ଷଣ କରେ, ଠିକ୍ ସେହିପରି ଦୁବ ଘାସ ଟଙ୍କାକୁ ଆକର୍ଷଣ କରିଥାଏ। ଯଦି ଆପଣ ଏହାକୁ ନେଇ ସଠିକ୍ ନିୟମ ପାଳନ କରନ୍ତି, ତାନ୍ତ୍ରିକ ନିୟମ ପାଳନ କରନ୍ତି, ତେବେ ଆପଣଙ୍କୁ ଏହାର 100% ଲାଭ ନିଶ୍ଚୟ ରୂପେ ମିଳିବ। ତେବେ ଆଜିର ଭିଡ଼ିଓରେ ଆମେ ସେହି ଉପାୟ ଗୁଡ଼ିକ ବିଷୟରେ ଜାଣିବା, ଯାହାକୁ ଆମେ ଗଣେଶ ପୂଜା ଦିନ ମାନେ 7 ସେପ୍ଟେମ୍ବର ଶନିବାର ଦିନ ପାଳନ କରିବା। ଏହି ଉପାୟ ଗୁଡ଼ିକ ଆପଣଙ୍କର ଧନକୁ ବୃଦ୍ଧି କରିବ। ଏହି ଉପାୟ ଗୁଡ଼ିକୁ ପାଳନ କରିନେଲେ ମା ଲକ୍ଷ୍ମୀଙ୍କ ସହ ଭଗବାନ ଶ୍ରୀ ଗଣେଶ ମଧ୍ୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଆପଣ ଜାଣନ୍ତି ଯେ ମା ଲକ୍ଷ୍ମୀ ପ୍ରସନ୍ନ ହେଲେ ଆପଣଙ୍କ ଗୃହରେ କଦାପି ବି ଧନର ଅଭାବ ହୋଇନଥାଏ। ଆପଣଙ୍କ ଗୃହରେ କୌଣସି ସମସ୍ୟା ଆସିନଥାଏ। ସାଙ୍ଗମାନେ ଅଧା ଅଧୁରା ଜ୍ଞାନ ହିତ ପରିବର୍ତ୍ତେ ଅହିତ କରିଥାଏ। ସେଥିପାଇଁ ସବୁକିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଶ୍ରଦ୍ଧା ଓ ଭକ୍ତିର ସହ ଜୟ ଶ୍ରୀ ଗଣେଶ ନିଶ୍ଚୟ ଲେଖନ୍ତୁ। ସାଙ୍ଗମାନେ, ଆପଣମାନେ ଜାଣିଥିବେ ଯେ ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ। ପ୍ରତ୍ୟେକ ପୂଜାରେ ଆମେ ପ୍ରଥମେ ଗଣେଶଙ୍କୁ ପୂଜା କରିଥାଉ। ଘଟ ରୂପରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ ଏବଂ ପ୍ରଭୁ ଗଣେଶଙ୍କ ପୂଜାରେ ଦୁବ ଘାସର ଅଧିକ ମହତ୍ତ୍ୱ ରହିଛି। ଗଣେଶ ପୂଜାରେ ଦୁବ ଘାସର ବ୍ୟବହାର କରାଯାଏ। ସାଙ୍ଗମାନେ, ଏ ବର୍ଷ 7 ସେପ୍ଟେମ୍ବର ଶନିବାର ଦିନ ଗଣେଶ ପୂଜା ପାଳନ କରାଯିବ। ସାଙ୍ଗମାନେ, ଏହି ଦୁବ ଘାସ ପ୍ରଭୁ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ସାଙ୍ଗମାନେ, ଯଦି ଆପଣମାନେ ଏହି ଗଣେଶ ପୂଜା ଦିନ କିଛି କଅଁଳିଆ ଦୁବ ଘାସ ନେଇ ପ୍ରଭୁ ଗଣେଶଙ୍କର ମସ୍ତକରେ ଅର୍ପଣ କରନ୍ତି, ତେବେ ଆପଣଙ୍କର ଅନେକ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହା ସହିତ ଆପଣଙ୍କୁ ସୁଖ ସମ୍ପଦ ଧନ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ। ସାଙ୍ଗମାନେ, ଆମ ଶାସ୍ତ୍ରରେ ଦୁବ ଘାସକୁ ନେଇ କିଛି ଏପରି କୁହାଯାଇଛି, ଯାହାକି ଆମମାନଙ୍କ ଭଳି ଅନେକ ଲୋକଙ୍କୁ ଜଣା ନଥାଏ। ସାଙ୍ଗମାନେ, ଆପଣମାନେ ଅନେକ ସମୟରେ ଲକ୍ଷ୍ୟ କରିଥିବେ ଯେ ଆପଣ ଯେତେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ଆପଣ ସେହି ଟଙ୍କାକୁ ସଞ୍ଚୟ କରିବାରେ ସମର୍ଥ ହୋଇପାରୁନାହାନ୍ତି। ସେହି ଟଙ୍କାଗୁଡ଼ିକ ଆପଣଙ୍କର କୌଣସି ନା କୌଣସି ବାଟରେ ଖର୍ଚ୍ଚ ହୋଇଯାଉଛି। ତେବେ ଆପଣ ନିଜର ଟଙ୍କାକୁ ସଞ୍ଚୟ କରିବା ପାଇଁ ଏବଂ ନିଜର ସଞ୍ଚିତ ଧନକୁ ବୃଦ୍ଧି କରିବା ପାଇଁ ଏହି ଦୁବ ଘାସକୁ ନେଇ କିଛି ଉପାୟ ଗଣେଶ ପୂଜା ଦିନ ନିଶ୍ଚୟ ରୂପେ ପାଳନ କରନ୍ତୁ, ଯାହାକି ଆପଣଙ୍କର 100% ଲାଭଫଳ ପ୍ରଦାନ କରିବ। ତେବେ ଆପଣ ଯଦି ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ଏବଂ ନିଜର ସଞ୍ଚିତ ଧନକୁ ବୃଦ୍ଧି କରିବାକୁ ଚାହୁଁଛନ୍ତି, ତେବେ ଆପଣ ବିଶେଷ ରୂପରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରିବା ଉଚିତ ଏବଂ ଆପଣ ତାହାକୁ ଗଣେଶ ଚତୁର୍ଥୀ ଦିନ
କିମ୍ବା କୌଣସି ବୁଧବାର କିମ୍ବା ଶୁକ୍ରବାର ଦିନ ଏହି ଉପାୟଟି ପାଳନ କରିବେ। ଏଥିପାଇଁ ଆପଣଙ୍କୁ 55ଟି ଦୁବ ଘାସର ଆବଶ୍ୟକତା ରହିଛି। ଆପଣ 5ଟି ଦୁବକୁ ଗଣ୍ଠି ପକାଇ 11ଟି ଗଣ୍ଠି କରନ୍ତୁ। ଏହିପରି ଭାବରେ 5ଟି ଦୁବକୁ ଗଣ୍ଠି କରି ଆପଣ ପ୍ରଭୁ ଶ୍ରୀ ଗଣେଶଙ୍କୁ 11ଟି ଦୁବ ଗଣ୍ଠିକୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କର ଆର୍ଥିକ ସଙ୍କଟ ଧୀରେ ଧୀରେ ଦୂରେଇ ଯିବ ଏବଂ ଆପଣଙ୍କ ନିକଟକୁ ଅଧିକ ଧନ ଆସିବ। ଆପଣଙ୍କ ସଞ୍ଚୟ ଧନରେ ବୃଦ୍ଧି ଘଟିବ। ସାଙ୍ଗମାନେ, ପରିଶ୍ରମ କରିବା ପରେ ମଧ୍ୟ ଯଦି ଆପଣଙ୍କୁ କାର୍ଯ୍ୟରେ ସଫଳତା ମିଳୁନାହିଁ, ଆପଣଙ୍କ ଜୀବନରେ ନାନା ପ୍ରକାରର ସମସ୍ୟା ଘେରି ରହିଛି, ଆପଣଙ୍କ ଗୃହରେ କୌଣସି ସଦସ୍ୟଙ୍କ ଦେହ ସବୁବେଳେ ଅସୁସ୍ଥ ରହୁଛି, ତେବେ ଏହିପରି ଅନେକ ସମସ୍ୟାରେ ଯଦି ଆପଣ ଘେରି ହୋଇ ରହିଥାନ୍ତି, ତେବେ ଏହି ଦୁବ ଘାସ ଆପଣଙ୍କର ସେହି ସବୁ ସମସ୍ୟାର ସମାଧାନ କରିବା ପାଇଁ ସମର୍ଥ। ସେଥିପାଇଁ ଆପଣ କିଛି ଦୁବ ଘାସ ଓ ଅଳ୍ପ ଗାଈର କ୍ଷୀର ନେବେ। ତାହାକୁ ମିଶାଇକି ଲେପ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ନିଜ ମଥାରେ ତିଳକ କରି ଲଗାନ୍ତୁ। ଏପରି ପ୍ରତିଦିନ କରିବା ଦ୍ୱାରା ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଥାଏ। ସାଙ୍ଗମାନେ, ଅନେକ ସମୟରେ ଏହିପରି ହୋଇଥାଏ ଯେ ଆମ ପରିବାରର ସଦସ୍ୟମାନଙ୍କ ଭିତରେ କୌଣସି ଭଲ ପାଇବା ରହିନଥାଏ। ସବୁବେଳେ ଝଗଡ଼ା ଅଶାନ୍ତି ଲାଗି ରହେ ଏବଂ ମନାନ୍ତର ମତାନ୍ତର ସୃଷ୍ଟି ହୁଏ। ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଯଦି ସମ୍ପର୍କ ଭଲ ନଥାଏ, ତେବେ ଆପଣ ଏହି ଉପାୟଟିକୁ ନିଶ୍ଚିତ ପାଳନ କରିବେ। ସେଥିପାଇଁ ଆପଣମାନେ ପ୍ରତ୍ୟେକ ବୁଧବାର ଦିନ ଗାଈକୁ କଅଁଳିଆ ଘାସ ଖାଇବାକୁ ଦିଅନ୍ତୁ। ଏହାପରେ ଦେଖିବେ ଆପଣଙ୍କ ଗୃହର ସଦସ୍ୟମାନଙ୍କ ମଧ୍ୟରେ ଭଲ ପାଇବା ବଢ଼ିବ। ସାଙ୍ଗମାନେ, ଆପଣ ଯେତେବେଳେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରୁଛନ୍ତି, ସେତେବେଳେ କଦାପି ବି ଯୁଗ୍ମ ସଂଖ୍ୟାରେ ଦୁବ ଅର୍ପଣ କରନ୍ତୁ ନାହିଁ। ଆପଣ ସର୍ବଦା ଅଯୁଗ୍ମ ସଂଖ୍ୟାରେ ମାନେ 5ଟି, 7ଟି, 11ଟି କିମ୍ବା 21ଟି ଦୁବ ଅର୍ପଣ କରନ୍ତୁ। ଯଦି ଆପଣ 7ଟି ବୁଧବାର କିମ୍ବା ଗଣେଶ ଚତୁର୍ଥୀ ଦିନ ପ୍ରଭୁ ଶ୍ରୀ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତି, ତେବେ ଆପଣଙ୍କର ଅଟକିଥିବା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମାପ୍ତ ହେବ ଏବଂ ଆପଣଙ୍କୁ ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ମନେ ରଖନ୍ତୁ, ଯେଉଁ ସ୍ଥାନରୁ ଆପଣ ଦୁବ ଘାସ ଆଣୁଛନ୍ତି, ସେ ସ୍ଥାନଟି ଯେମିତି ଅପରିଷ୍କାର ହୋଇନଥିବ, ସେଠାରେ ଯେମିତି କେହି ପରିସ୍ରା କରୁନଥିବେ କିମ୍ବା ଛେପ ପକାଉନଥିବେ କିମ୍ବା ଜୋତା ଚପଲ ଆଦି ରଖୁନଥିବେ। ଆପଣମାନେ ସର୍ବଦା ପରିଷ୍କାର ପରିଚ୍ଛନ୍ନ ପ୍ରତି ଧ୍ୟାନ ରଖନ୍ତୁ। ପୂରାପୂରି ପରିଷ୍କାର ସ୍ଥାନରୁ ଦୁବ ଘାସ ଆଣି ପ୍ରଭୁ ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତୁ। ସେଥିପାଇଁ ଆପଣ କୌଣସି ଏକ କୁଣ୍ଡ ଆଣି ସେଥିରେ ଦୁବ ଘାସ ଲଗାନ୍ତୁ, ଯାହାଫଳରେ କି ଆପଣ ଏକ ସମ୍ପୂର୍ଣ୍ଣ ପରିଷ୍କାର ସ୍ଥାନରୁ ଦୁବ ଘାସ ଆଣି ପୂଜାରେ ଲଗାଇ ପାରିବେ। ସାଙ୍ଗମାନେ, ଯେଉଁ ସ୍ଥାନରେ ଦୁବ ଘାସ ଉଠିଥିବ, ସେ ସ୍ଥାନରେ ଆପଣ ପିମ୍ପୁଡ଼ିମାନଙ୍କ ପାଇଁ କିଛି ମିଠା ଜିନିଷ ପକାଇ ଦିଅନ୍ତୁ। ପିମ୍ପୁଡ଼ିମାନେ ଯେତେ ଅଧିକ ମିଠା ଜିନିଷ ଖାଇବେ, ଆପଣଙ୍କ ଗୃହରେ ସେତେ ଅଧିକ ସୁଖ ସମୃଦ୍ଧି ବଢ଼ିବାକୁ ଲାଗିବ ଏବଂ ଆପଣଙ୍କ ଜୀବନରେ ଥିବା ଧନ ସମ୍ବନ୍ଧୀୟ ସମସ୍ତ ଅସୁବିଧା ଧୀରେ ଧୀରେ ଦୂରେଇ ଯିବ। ଆଉ ଗୋଟିଏ ଉପାୟ ହେଉଛି, ଆପଣ ଗଣେଶ ଚତୁର୍ଥୀ ଦିନ 7ଟି ଦୁବକୁ ଗୋଟିଏ ଗଣ୍ଠି ପକାଇ ନିଅନ୍ତୁ ଏବଂ ସେହି ଦୁବକୁ ନେଇ ଆପଣ ଗଣେଶଙ୍କ ପୂଜା ସ୍ଥାନକୁ ଯାଆନ୍ତୁ। ସେଠାରେ ଆପଣ ଓମ୍ ଗଣେଶାୟ ନମଃ ମନ୍ତ୍ରକୁ 11 ଥର ଜପ କରନ୍ତୁ ଏବଂ ଏହା ସହିତ ଆପଣ 5ଟି ହଳଦିଆ ରଙ୍ଗର କନିଅର ଫୁଲକୁ ସାଥିରେ ନେଇକି ଯିବେ। ତାପରେ ଆପଣ ସେ ଫୁଲ ଆଉ ଦୁବକୁ ଶ୍ରୀ ଗଣେଶଙ୍କୁ ଅର୍ପଣ କରନ୍ତୁ ଏବଂ ଅର୍ପଣ କରିବା ସମୟରେ ଆପଣ ଓମ୍ ଶ୍ରୀ ଗଣେଶାୟ ନମଃ ମନ୍ତ୍ରକୁ ବାରମ୍ବାର ଜପ କରନ୍ତୁ ଏବଂ ଗଣେଶଙ୍କ ନିକଟରେ ଥିବା ମୂଷା ବାହନଙ୍କୁ ମଧ୍ୟ ଆପଣ ନିଜର ପ୍ରାର୍ଥନା ଜଣାନ୍ତୁ ଯେ, ହେ ପ୍ରଭୁ ମୂଷକରାଜ, ଆପଣ ମୋ ପ୍ରାର୍ଥନା ପ୍ରଭୁ ଶ୍ରୀ ଗଣେଶଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ। ଏହା କହି ଆପଣ ନିଜ ମନୋକାମନାକୁ ମୂଷକରାଜଙ୍କ ନିକଟରେ ପ୍ରକାଶ କରନ୍ତୁ।
ଆପଣମାନେ ଜାଣନ୍ତି ଯେ ଗଣେଶଙ୍କୁ ବିଘ୍ନହର୍ତ୍ତା ବୋଲି କୁହାଯାଏ। ତାଙ୍କୁ ପୂଜା କଲେ ଆପଣଙ୍କ ଜୀବନରେ ଥିବା ସବୁ ସମସ୍ୟା ସମାପ୍ତ ହେବ। ଗଣେଶଙ୍କୁ ପୂଜା କଲେ ଆପଣ ଆପେ ଆପେ ମା ଲକ୍ଷ୍ମୀଙ୍କ କୃପା ଓ ଆଶୀର୍ବାଦ ମଧ୍ୟ ପ୍ରାପ୍ତ କରିବେ। ଏହି ଉପାୟଟିକୁ ଆପଣ 5ଟି ବୁଧବାର କିମ୍ବା ଗଣେଶ ପୂଜା ଦିନ କରନ୍ତୁ। ସାଙ୍ଗମାନେ, ଗଣେଶଙ୍କୁ ଅର୍ପଣ କରିଥିବା ଦୁବକୁ ଯଦି ଆପଣ ନିଜ ପର୍ସରେ ରଖିବେ, ତେବେ ଆପଣଙ୍କର ଅଯଥା ଖର୍ଚ୍ଚ ହୋଇନଥାଏ ଏବଂ ଆପଣଙ୍କ ଅର୍ଥରେ ମଧ୍ୟ ବୃଦ୍ଧି ହୋଇଥାଏ। ସାଙ୍ଗମାନେ, ଆପଣମାନେ ଜାଣନ୍ତି ଯେ ଦୁବ ଘାସକୁ ସାକ୍ଷାତ ମା ଦୁର୍ଗାଙ୍କର ସ୍ୱରୂପ ବୋଲି ମାନାଯାଏ। ଏହା କୌଣସି ସାଧାରଣ ଘାସ ନୁହେଁ। ଏହା ମୂଳରେ ମା ଗଙ୍ଗାଙ୍କର ମଧ୍ୟ ବାସ ହୋଇଥାଏ। ସେଇଥିପାଇଁ ପ୍ରତ୍ୟେକ ଲୋକ ଦୁବ ଘାସକୁ ଅତ୍ୟନ୍ତ ପବିତ୍ର ମାନି ପ୍ରତ୍ୟେକ ପୂଜା ପର୍ବରେ ବ୍ୟବହାର କରିଥାନ୍ତି। ତେବେ ସାଙ୍ଗମାନେ, ଏହା ଥିଲା ଦୁବ ଘାସକୁ ନେଇ କିଛି ଉପାୟ, ଯେଉଁ ଉପାୟକୁ ପାଳନ କରି ଆପଣ ମା ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀ ଗଣେଶଙ୍କର କୃପା ଏକାସହ ପ୍ରାପ୍ତ କରିପାରିବେ। ତେବେ ସାଙ୍ଗମାନେ, ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଛି, ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ସର୍ବେ ଭବନ୍ତୁ ସୁଖିନଃ। ଧନ୍ୟବାଦ।